प्रिय श्रोता बंधु आपण समस्त को दैनिक राशिफल विभाग को निमंत्रण। समस्त मंगल हो, सर्वे हवन्तु सुखिनः, समस्ते सुखी हंतु, सर्वे सन्तु निरामयाः, समस्ते आमय विहीन हंतु। आमय अर्थ है रोग, निरोग हंतु, समस्ते निरोग हंतु, सुस्थ रहंतु। सर्वेषां स्वस्ति होतु, समस्त मंगल हो। सर्वे भद्राणि पश्यन्तु, समस्त दृष्टि पवित्र हो। समस्ते हित कामना करंतु, समस्त मंगल कामना करी आपणकर जीवनचर्या आरंभ करंतु, दिनचर्या आरंभ करंतु। हाँ बंधु, आज सूर्यास्त 5:07 पर सूर्य 5टा संध्या 5:07:36 अस्त जीवे। तेणु 5:07 पर अशुभ समय सकाल 8:58 ରୁ 10:20, 8:58 10:20। आज घातवार वृष सिंह कन्या राशि, वृष सिंह कन्या राशि घातवार। आउ घातचंद्र वृष राशि पुरुषंकर, धनु राशि महिलांकर। ये गला पंजिका पठन। सामंत चंद्रशेखर पठाणी, सामंत चंद्रशेखर पुरी जिलार खंडपड़ा निवासी। से यही पंजिकार आरंभ करथिले। से एक कथा कहिथिले, जन्म समय रे जो ग्रह लग्न ठारू जेते दूर थिबे सेई अनुजाई मापचुप करी हिसाब पत्र कले फल ठीक हम। ये जो ग्रह चलन होची, आमे समस्त व्यस्त विव्रत हो जाऊे, जमा हवा उचित नुहे। आम देखा मनकर तो बृहस्पति चलन हो निकटरे, यदि बृहस्पति स्थिति आम जातक लग्नाधिपति दोषरे दोषी नुहे। अर्थात बृहस्पति केन्द्र अधिपति नुहति। लग्न चतुर्थ सप्तम दशम अधिपति नुहति, ताहले से अवश्य शक्तिमान। से अष्टम घर अधिपति हेले दुर्बल, द्वादश अधिपति हेले व्यय संकोचन करिवे, तृतीय अधिपति हेले भातृ कलह सृष्टि कराई देवेनी। ये सब विचार करी आमे आम जात गणना करिबा। आज प्रथम देखिबा मेष राशि कथा। मेष राशि पाई आज बढ़िया दिन, खाली लाभ, अर्थ लाभ, बंधु लाभ, जश लाभ, स्नेह लाभ। और जो माने इंटरव्यू देइचंती तांको आज मिल जिवो सेमानंकर अपॉइंटमेंट ऑर्डर। समस्त आज लाभ हेबो। अंतसत्वा जो माने आसन प्रसवा तांको तांकर संतान मिल जिवो। चाषी की तांकर आय सुरुखुरले हिजिवो ओ वर्षारा करथिबा श्रमर मूल्य मिल जिवो। ए भली आज होजी लाभ। हेले जो माने कर्मठ, कर्मरंक, कर्म को आदर करती और कर्म करिया पई ये पृथ्वी जन्म नहीं, ये चिंता करती, से माने टिके अधिक लाभ रहे। और जो माने अलसुआ, कर्म भीरु, कर्म आतंकी, से माने खाली ठठा ठीक अल्प टिके पाइबे। आसंतु बुझिबा। डिसेम्बर 13 तारिख शनिवार, मेष राशि द्विजा नक्षत्र अशुभ दिन। आज मेष राशि लगी आनंद मुखर दिन। अर्थ लाभ तो निश्चय हेबो,
ଅନ୍ତରଙ୍ଗ ବନ୍ଧୁ ଘରକୁ ଆସିବେ, କିଛି ଉପହାର ଆଣିବେ। ବ୍ୟବସାୟୀମାନଙ୍କର ଅଭୂତପୂର୍ବ ଲାଭ ହେବ। କର୍ମଠ କର୍ମଚାରୀଙ୍କୁ ଯଶ ସମ୍ମାନ ଆଦର ଲାଭ ହେବ। ପରମାର୍ଥୀମାନଙ୍କୁ ଦେବ କଲ୍ୟାଣ ମିଳିବ। ଆଜି ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଖାଦ୍ୟ ପାନୀୟ ଶୟନ ଦର୍ଶନ ଭ୍ରମଣ ଆନନ୍ଦର ସମାରୋହରେ ସବୁ ଲାଭ ଯିବା ବୃଷଭକୁ। ଡିସେମ୍ବର 13 ତାରିଖ ଶନିବାର ବୃଷ ରାଶିଙ୍କ ପାଇଁ ଆଜି ସୁଖକର ଦିବସ। ମେଷର ମଙ୍ଗଳ ଭଳି ବୃଷର ବି ଆଜି ମଙ୍ଗଳ ହେବ। ଆଜି ବୃଷ ରାଶିର ଘାତବାର ଅତୀତରେ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପାଇଁ ଆଜି ଦୁଃଖଦ ଦିନ। ରୋହିଣୀ ନକ୍ଷତ୍ର ପାଇଁ ଦୁଃଖପ୍ରଦ ଟିକେ ଅଧିକ। କର୍ମ ତତ୍ପର କର୍ମଚାରୀଙ୍କୁ ଆଜି ଅଭୂତପୂର୍ବ ସୁଖ ଅବଶ୍ୟ ମିଳିବ। ସମସ୍ତ ପ୍ରକାର ଲୌକିକ ସୁଖ ପାଇ ସମସ୍ତ ଦେହଧାରୀ ଠିକ୍ ଠାକ୍ ରହିବେ। ଦେହ ସମସ୍ୟା କିଛି ହେବନି। ରୋଗ ବ୍ୟାଧି ଆଜି ନାହିଁ। ଈଶ୍ୱର ଦର୍ଶନ କଲେ ଏହି ସୁଖ ଚିରସ୍ଥାୟୀ ହେବ। ଯଦି ସୁବିଧା ଅଛି ସୁଯୋଗ ଅଛି ଟିକେ ମନ୍ଦିର ଯାଆନ୍ତୁ। କିଛି ମାଗିବେନି। ହସି ହସି ମୁଣ୍ଡ ମାଟି ପ୍ରଣାମ କରି କହିବେ ପ୍ରଭୁ ଟିକେ ଟିକେ ଶୁଭ ଦୃଷ୍ଟି ଦିଅ ନା ବାସ୍। ଡିସେମ୍ବର 13 ତାରିଖ ଶନିବାର ମିଥୁନ ରାଶି ପାଇଁ ଆଜି ଦେହ ମୁଣ୍ଡ ଦରଜ ହେବ। ଅସୁସ୍ଥତା ଲାଗି ରହିବ। ପୁରୁଣା ରୋଗ ଅଧିକ ପୀଡ଼ା ଦେବ। ପୁନର୍ବସୁ ନକ୍ଷତ୍ର ଯଦି ପୁରୁଣା ରୋଗୀ ତେବେ ଅବସ୍ଥା ସଙ୍କଟାପନ୍ନ ହେବ। ଦୁଃଖ ବଢ଼ିଯିବ। ପାରିବାରିକ ଅଶାନ୍ତି ବ୍ୟାହତ ହେବ। ସଙ୍କଟ ମୋଚନ ହନୁମାନଙ୍କର ଶରଣାପନ୍ନ ହୁଅନ୍ତୁ, ମଙ୍ଗଳ ହେବ। ରୋଗ ବ୍ୟାଧି ବହୁତ କଷ୍ଟ ଦିଏ, ବହୁତ କଷ୍ଟ ଦିଏ। ଯିଏ ରୋଗୀ ସେ ହିଁ କହିପାରିବ, ଆପଣ ନୁହଁ କି ମୁଁ ନୁହଁ। ତେଣୁ ହନୁମାନଙ୍କୁ ଜଣେଇବା ନା ସେଇ ରୋଗ ହରଇ ସବ ପୀରା, ନା ସେଇ ରୋଗ ହରଇ ସବ ପୀରା। ଜପତ ହନୁମତ ବୀରା, ଜପତ ନିରନ୍ତର ହନୁମତ ବୀରା। ହନୁମତ ବୀରା ନିରନ୍ତର ଜପନ୍ତୁ ନା, ମଙ୍ଗଳ ହେବ। ବୃଷ ରାଶି ପୁରୁଷଙ୍କ ପାଇଁ ଘାତଚନ୍ଦ୍ର କହିଥିଲି ଆଗରୁ। ବୃଷ ରାଶି ପୁରୁଷଙ୍କ ପାଇଁ ଘାତଚନ୍ଦ୍ର। ଆଉ ଥରେ ମନେ ପକାଇ ଦେଉଛି ବେଶ। ଡିସେମ୍ବର 13 ତାରିଖ ଶନିବାର କର୍କଟ ରାଶି ପାଇଁ ଆଜି ସଫଳତାପୂର୍ଣ୍ଣ ଦିନ। ଭ୍ରାତୃ ସମ୍ପର୍କରେ ନିର୍ମଳ ଭାବନା ଆସିବ। ଭାଇ ଭଉଣୀ ସମ୍ପର୍କ ଘନୀଭୂତ ହେବ। ଅର୍ଥ ଲାଭ ହେବ। ମିଳୁନଥିବା ବାକି କରଜ ଆଜି ଫେରସ୍ତ ଆସିବ। କର୍ମଚାରୀଙ୍କୁ ପୁରୁଣା ବାକିଆ ଏରିୟର ମିଳିଯିବାର ଆଶା ବେଶୀ। ନୂତନ ଆୟପନ୍ଥା ଖୋଲିଯିବ। ସାନ ବଡ଼ ବ୍ୟବସାୟୀମାନଙ୍କର ବ୍ୟବସାୟ ଅଗ୍ରଜ କରିବ। ପାରିବାରିକ ଆନନ୍ଦ ଅଛି। ଦାହିକ ଯନ୍ତ୍ରଣା କିଛି ନାହିଁ। ବ୍ୟବସାୟୀ ସମସ୍ତେ ବର୍ତ୍ତମାନ ଏ ଯୁଗରେ କଳିଯୁଗରେ ସମସ୍ତେ ଲାଭ କ୍ଷତିର ହିସାବ କରୁଛନ୍ତି। ଅର୍ଥାତ୍ ସମସ୍ତେ ବ୍ୟବସାୟୀ। ମୁଁ ମନ୍ଦିର ଗଲି, ମୋତେ କେତେ ଲାଭ ହେଲା କେତେ କ୍ଷତି ହେଲା ସେ କ'ଣ ବ୍ୟବସାୟୀ ନୁହଁ? ତେଣୁ ସମସ୍ତଙ୍କର ମନସ୍କାମନା ଆଜି ପୂର୍ଣ୍ଣ ହେବ। ବ୍ୟବସାୟର ବିକାଶ ହେବ। ସେ ସେବକ ହେଉ କି ମାଲିକ ହେଉ, ଛୋଟ ବଡ଼ ସମସ୍ତ ବ୍ୟବସାୟୀଙ୍କର ନିଜ ନିଜ ବ୍ୟବସାୟର ଆଜି ବିକାଶ ହେବ। ଆର୍ଥିକ
ଅଗ୍ରଗତି ହେବ। ସିଂହ କଥା ବୁଝିବା। ଡିସେମ୍ବର 13 ତାରିଖ ଶନିବାର, ସିଂହ ରାଶି ପାଇଁ ଆଜି ବଡ଼ ଅସୁବିଧା ଦିନ। ସୁବିଧା କିଛି ନାହିଁ, ବଡ଼ ଅସୁବିଧା ଦିନ। ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ଟିକେ ଅଧିକ ଅସୁବିଧା ହେବ। ଅପମାନିତ ହେବାର ଭୟ ଅଛି। ଏଣୁ ଯେତେ ନୀରବତା ପାଳନ କରିବେ, ଚୁପ୍ ରହିବେ, ସେତେ ଭଲ। ସଂଯମତା ରକ୍ଷା କରି ଆଚାର ବିଚାରରେ ଟିକେ ଶୃଙ୍ଖଳା ରକ୍ଷା କରନ୍ତୁ। ଚାଲିଚଳନ ପ୍ରଭୃତିରେ ସଂଯମତା ରକ୍ଷା କରନ୍ତୁ। ଆଜି ମାନସିକ ବିଘଟନ ଘଟିବ, ମନ ଅସ୍ଥିର ହେବ, ବ୍ୟାହତ ହେବ। ଧୈର୍ଯ୍ୟ ଧରନ୍ତୁ। ଆମେ ମଣିଷ, ବେଳେବେଳେ ଅହଙ୍କାର ଅସୁର ଆମକୁ ଗ୍ରାସ କରେ। ଅହଙ୍କାରୀ ହୋଇ ଗୁରୁ ପ୍ରିୟ ମାନୁନା, ସେମାନଙ୍କୁ ଯା ତା କହିଯାଉ। ହେଲେ ସମୟର ଚକ୍ର ବଦଳି ଯାଇଛି, ସେସବୁ ଆଜି ମନେ ପଡ଼ୁଛି। କାରଣ ଆମେ ଆଜି ବିଭିନ୍ନ ଦଣ୍ଡରେ ଦଣ୍ଡିତ। ଦୈବ ଦଣ୍ଡ, ସେଇଟା ଆଜି ମନେ ପଡ଼ିଯିବ। ଆରେ ମୁଁ ଏଇଆ କରିଥିଲି ବୋଲି ମୋତେ ଏଇଆ ମିଳିଲା। ଏଣୁ ମନ ଅସ୍ଥିର ହେବ, ମାନସିକ ଚିନ୍ତାରେ ବିଘଟନ ଆସିବ। ସିଂହ ରାଶି। କନ୍ୟା, ଡିସେମ୍ବର 13 ତାରିଖ ଶନିବାର, କନ୍ୟା ରାଶି ପାଇଁ ଆଜି ବଡ଼ ଶୁଭଙ୍କର ଦିନ। ସମସ୍ତ ସଦିଚ୍ଛା ପୂରଣ ହେବ। ସଦିଚ୍ଛା, ସତ୍ ଇଚ୍ଛା, ସଦିଚ୍ଛା, ଭଲ ଭାବନା ଆଜି ପୂରଣ ହେବ। ମନ୍ଦ ଇଚ୍ଛା କିଛି ପୂରଣ ହେବନି। ସମସ୍ତ ସଦିଚ୍ଛା ପୂରଣ ହେବ। ଆଉ ଏଇ ସଦିଚ୍ଛା ପୂରଣ ପାଇଁ ଆପଣଙ୍କୁ ସାମାନ୍ୟ ଟିକିଏ ଚେଷ୍ଟା କରିବାକୁ ପଡ଼ିବ। ନଈ କୂଳରେ ବାଲି ଟିକେ ଆଡ଼େଇ ଦେଲେ ଯେମିତି ପାଣି ପଳେଇ ଆସେ, ସେମିତି ଟିକିଏ ଚେଷ୍ଟା। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଖାଦ୍ୟ, ପେୟ, ଶୟନ, ବସନ, ଭୂଷଣ, ଦେବଦର୍ଶନ ଆଦି ମନଲାଖି ହେବ। ସମସ୍ତ ଯୋଜନା ସଫଳ ହେବ। ଆଉ ସହଯୋଗୀ, ସହକର୍ମୀ, ସହଧ୍ୟାୟୀ, ଜୀବନସାଥୀ, ପରଜନ, ପ୍ରିୟଜନ, ପଡ଼ୋଶୀ, ଅଧିକାରୀ ସମସ୍ତେ ଆଜି ସହଯୋଗର ହାତ ବଢ଼େଇ ପ୍ରଶଂସା କରିବେ। ଭଲ ଦିନ। ତୁଳା ପାଖକୁ ଯିବା। ଡିସେମ୍ବର 13 ତାରିଖ ଶନିବାର, ତୁଳା ରାଶି ପାଇଁ ଆଜି ହାନିକାରକ ଦିନ। ବିଶାଖା ନକ୍ଷତ୍ର ଟିକେ ଅଧିକ ହାନି ହେବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ବ୍ୟୟ ବୃଦ୍ଧି ହେବ। ପ୍ରିୟ ଲୋକଙ୍କ ପାଇଁ ପ୍ରିୟ ଲୋକଙ୍କ ସହ ମନୋମାଳିନ୍ୟ ହେବ। ଆଉ ଧାର ଉଧାର ମିଳିବନି। କେହି ସହଯୋଗ କରିବେନି। ଖାଦ୍ୟପେୟ ରୁଚିକର ହେବନି। ମାତ୍ର ଦିଅଁ ଦର୍ଶନ ଯୋଗ ଅଛି। ଏ ସବୁ ଅନ୍ଧାର ଭିତରେ ଟିକିଏ ଆଲୁଅ ଅଛି। ଦିଅଁ ଦର୍ଶନ ଯଦି ଯାଇପାରିବେ ଯାଆନ୍ତୁ ନା। ନିଜ ମନ କଥା ଦିଅଁଙ୍କୁ, ଦେବତାଙ୍କୁ, ଠାକୁରଙ୍କୁ ଜଣାନ୍ତୁ ନା। ଅନ୍ୟଥା ଏକାନ୍ତରେ ବସି ଓମ୍ ଏ ଧ୍ୱନି ଦୀର୍ଘ ଗମ୍ଭୀର ଭାବରେ ବାରମ୍ବାର କୁହନ୍ତୁ। ଭକ୍ତି ଯଦି ଅଛି, ପବିତ୍ର ମନ ଯଦି ହେଇଛି, ଯଦି ଆପଣ ଶୃଙ୍ଖଳିତ, ପରର ଅନିଷ୍ଟ ଚିନ୍ତା କରୁନାହାନ୍ତି, ଦିଅଁ ଆସିବେ। ରାମ ଆସିଲା ଭଳି ସେ ବୃଦ୍ଧା ସବରଣୀ ପାଖକୁ ଦିଅଁ ଆସିବେ। ଦାସିଆ ହାତରୁ ନଡ଼ିଆ ନେଲା ଭଳି ଜଗନ୍ନାଥ ଦିଅଁ ଆସିବେ। କୃଷ୍ଣ ବିଦୁରଙ୍କ ଘରୁ ଶାଗ ଖାଇଲା ଭଳି ଦିଅଁ ଆସିବେ ପାଖକୁ, ଯଦି ପବିତ୍ର ମନା। ହଁ ବନ୍ଧୁ, ଏବେ ଟିକେ ଯିବା ବିଛା ପାଖକୁ।
ବିଛା ରାଶି 13 ତାରିଖ ଶନିବାର କ'ଣ ଚାହୁଁଛନ୍ତି ଆମଠୁ? ଆଜି ବିଛା ରାଶି ଲାଗି ଲାଭପ୍ରଦ ଦିନ। ବ୍ୟବସାୟୀମାନଙ୍କ ପାଇଁ ଆଜି ମଧୁମୟ ବାସର। ମାତ୍ର ଜ୍ୟେଷ୍ଠା ନକ୍ଷତ୍ର ପାଇଁ ଅଶୁଭ ଦିନ। ଆଜି ଆୟ ବୃଦ୍ଧି ହେବାର ସୁଯୋଗ ଆସିବ। ସମସ୍ତ ପ୍ରକାର ସେବା, ବୃତ୍ତି, ଚାକିରି ଓ ଚାଷରୁ ମନ ସନ୍ତୋଷ ଆୟ ହେବ। ଦେହ ସୁସ୍ଥ ରହିବ। ପାରିବାରିକ ତଥା ଆର୍ଥିକ ସଙ୍କଟ ଦୂର ହେବ। ହସ ଖୁସିରେ ଦିନ ଯିବ। ବଢ଼ିଆ ଦିନ ବିଛା ରାଶି ପାଇଁ, ବଢ଼ିଆ ଦିନ। ଏଣୁ ବିଛା ରାଶିର ସମସ୍ତ ବନ୍ଧୁ ଚେଷ୍ଟା କରନ୍ତୁ, ଟିକେ ପରୋପକାର କରନ୍ତୁ ନା, ଆଉ ଟିକେ ମଙ୍ଗଳ ହେବ। କଥାରେ ନାହିଁ, ଦେଇଥିଲେ ପାଇ ନନା ଦେଇଥିଲେ ପାଇ, ପଡ଼ିଆ ବାଡ଼ିରେ ଧନ ଗୋଧନ ଚରାଇ, ଦେଇଥିଲେ ପାଇ ନନା ଦେଇଥିଲେ ପାଇ। ହଁ ବନ୍ଧୁ, ଏବେ ଧନୁ ପାଖକୁ ଯିବା। ଡିସେମ୍ବର 13 ତାରିଖ ଶନିବାର, ଧନୁରାଶି ମହିଳାଙ୍କର ଘାତ ଚନ୍ଦ୍ର। ଧନୁରାଶି ମହିଳାଙ୍କର ଘାତ ଚନ୍ଦ୍ର। ପୂର୍ବଷାଢ଼ା ନକ୍ଷତ୍ର ପାଇଁ ଭଲ ଦିନ ନୁହେଁ। ଏହା ସତ୍ତ୍ୱେ ଏହି ରାଶିର ଲୋକେ ଆଜି ସୁଖରେ ଦିନ କାଟିବେ, ଦୁଃଖରେ ବି ସୁଖ ପାଇବେ। ହଁ, ପ୍ରାୟ ସମସ୍ତଙ୍କୁ କର୍ମାନୁସାରେ ସୁଖ ଲାଭ ହେବ। ଆଜି କର୍ମ ମୁଖର ଦିନ। କର୍ମଠଙ୍କୁ ଧନ, ସମ୍ମାନ, ଯଶ, ଆଦର ମିଳିବ। ମାତ୍ର କର୍ମ ବିମୁଖ ଅଳସୁଆମାନଙ୍କୁ ଏ ସୁଖ ମିଳିବନି। ସେମାନେ ହତାଶିଆ, ଖାଲି ଅନ୍ୟର ସୁଖ ଦେଖି ଡହଳ ବିକଳ ହେବେ। ମନେ ନାହିଁ, 2ଟା ଅଳସୁଆ ଖରାଦିନେ ଫେରୁଥିଲେ। ଗୋଟିଏ ଆମ୍ବ ଗଛ ମୂଳେ ବିଶ୍ରାମ ନେଲେ, ଶୋଇଲେ। ପାଚିଲା ଆମ୍ବ ପଇଲା। ଇଏ କହୁଛି ତୁ ଆଣେ, ସେ କହୁଛି ତୁ ଆଣେ। ଏମିତି ତୁ ଆଣେ କହୁ କହୁ ଆଉ ଜଣେ ବାଟୋଇ ତାକୁ ନେଇଗଲେ। ସେମାନେ ତଥାପି ମୁହଁ ଘୋଡ଼େଇକିରି ଖରା ତାପରୁ ରକ୍ଷା ପାଉଥାନ୍ତି। କୁକୁରଟି ଆସିଲା, ତାଙ୍କ ଉପରେ ଗୋଡ଼ ଟେକିଲା। ସେ କହୁଛି ତୁ ବାଡ଼ା, ଇଏ କହୁଛି ତୁ ବାଡ଼ା। ତାପରେ ଯାହା ହେଇଥିବ ଇତ୍ୟାଦି। ଆମେ ଯିବା ଏବେ ମକର ପାଖକୁ। ଡିସେମ୍ବର 13 ତାରିଖ ଶନିବାର ମକର ରାଶି ପାଇଁ ସମସ୍ୟା ବହୁଳ ଦିନ। ମକର ରାଶି ପାଇଁ ଆଜି ଶନିବାର ସମସ୍ୟା ବହୁଳ ଦିନ। ମାନସିକ ଅଶାନ୍ତି ଲାଗି ରହିବ। ଆଉ ଅନୁତାପ, ପରିତାପ 2 ପ୍ରକାର ଚିନ୍ତା ମୁଣ୍ଡକୁ ଆସିବ। ଭାଳି ହେବେ, ଚିନ୍ତାରେ ବୁଡ଼ିଯିବେ। କୃତ କର୍ମର ଫଳ ଆଜି ମୁଁ ଭୋଗୁଛି, ଏହି ଚିନ୍ତା ବ୍ୟସ୍ତ ବିବ୍ରତ କରିବ। ଅପମାନିତ ହେବାର ଯୋଗ ଅଛି। ସୁତରାଂ ଜଗି ରଖି, ଭାବି ବିଚାରି, ମଧୁର ସୁନ୍ଦର ଭାବରେ ପଦେ ଅଧେ କୁହନ୍ତୁ, ନହେଲେ ଚୁପ୍ ରୁହନ୍ତୁ। କାହାକୁ କିଛି ମାଗନ୍ତୁନି, କି କାହାକୁ ଧାର ଦିଅନ୍ତୁନି, କାହାକୁ ଶସ୍ତା ପରାମର୍ଶ ଦିଅନ୍ତୁନି। ଚୁପଚାପ ରହନ୍ତୁ। ଧନାଗମ ନିଶ୍ଚୟ ହେବ। ଶ୍ରବଣା ନକ୍ଷତ୍ରର ଟିକେ ବେଶୀ ଖରାପ। ଆଜି ଧନ ଆସିବ। ଆଉ ଶ୍ରବଣା ନକ୍ଷତ୍ର ମକର ରାଶି ପାଇଁ ଟିକେ ଆଜି ଅଶୁଭ ବେଶୀ। ଆଜି ଅପମାନିତ ହେବାର ସୁଯୋଗ ଅଛି। ତେଣୁ ଆଲୋ ସଖୀ, ଆପଣା ମହତ ଆପେ ରଖି। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ସାବଧାନ। ସମ୍ମାନ ଯାର ନାହିଁ, ତାର ବଞ୍ଚିବାର ଅଧିକାର ନାହିଁ। ସଂସାରରେ ସମ୍ମାନ ସହ ବଞ୍ଚନ୍ତୁ, ମୁଣ୍ଡ ଟେକି ଚାଲନ୍ତୁ। ସମସ୍ତେ ତମକୁ ନଇଁକିରି ପ୍ରଣାମ କରିବେ, ଆଦର କରିବେ। ଗୋପବନ୍ଧୁ କହିନଥିଲେ, ଯେବେ ଆମେ ଆସିଲେ କାନ୍ଦି କାନ୍ଦି ଆସିଲେ, ସମସ୍ତେ ଖୁସି ହେଇଥିଲେ। ସେମିତି ଏମିତି କାମ କରି ମରିବା, ଆମେ ହସି ହସି ମରିବା। ସମସ୍ତେ ଆମ ପାଇଁ ଝୁରି ହେବେ, ଲୁହ ଗଡ଼େଇବେ, କାନ୍ଦିବେ, ବାହୁନିବେ। ଆହା,
ଲୋକଟା ମଣିଷ ଭଳି ମଣିଷ ଥିଲା, ଚାଲିଗଲା। ବିଧାତା ତୁ କ'ଣ କଲୁ? ହଁ ବନ୍ଧୁ, ଯିବା କୁମ୍ଭ ପାଖକୁ। ଡିସେମ୍ବର 13 ତାରିଖ ଶନିବାର, କୁମ୍ଭ ରାଶି ଲାଗି ହାନିକାରକ ଦିନ। ପୂର୍ବଭାଦ୍ର ନକ୍ଷତ୍ରର ଟିକେ ଅଧିକ ହାନି ହେବ। ଅସୁସ୍ଥ ବାତାବରଣରେ ରହି ଦୁଃଖିତ ହେବେ। ପୂର୍ବଭାଦ୍ର ନକ୍ଷତ୍ରର ଦେହ ଟିକେ ଅଧିକ ଖରାପ ହେବ। ସମସ୍ତ କୁମ୍ଭ ରାଶି ଲୋକେ କିଛି ନା କିଛି ରୋଗର ଶିକାର ହେବେ। ସେ ରୋଗ ଗଭୀର ହେଇପାରେ ବା ବ୍ରଣ ହେଇପାରେ। ପୁରୁଣା ରୋଗ ଥିଲେ ଅଧିକ ବ୍ୟଥା ଦେବ। ଯଦି ପୁରୁଣା ରୋଗୀ ପୂର୍ବଭାଦ୍ର ନକ୍ଷତ୍ର କୁମ୍ଭ ରାଶି, ତାହେଲେ ତାଙ୍କ ଜୀବନ ସଙ୍କଟାପନ୍ନ ହେବ, ଅତି ଦୁଃଖ ଭୋଗିବେ। ତେଣୁ ସାବଧାନ ରୁହନ୍ତୁ। ମେଡ଼ିକାଲ ଆଉ ଔଷଧ ଆଙ୍କ ସହିତ ସମ୍ପର୍କ ରଖନ୍ତୁ। ଶେଷ ରାଶି ମୀନ ରାଶି। ଡିସେମ୍ବର 13 ତାରିଖ ଶନିବାର, କ'ଣ ତାଙ୍କର ଅଛି ଆଜି? ମୀନ ରାଶି ପାଇଁ ନୂତନ ନିଯୁକ୍ତି ସୁଯୋଗ ଆସିବ। ମୀନ ରାଶିର ଯେଉଁମାନେ ଇଣ୍ଟରଭ୍ୟୁ ଦେଇଥିଲେ ସେମାନଙ୍କୁ ହୁଏତ ଆଜି ଆପଏଣ୍ଟମେଣ୍ଟ ଅର୍ଡ଼ର ମିଳିଯାଇପାରେ। ମୀନ ରାଶିର ଯୁବକ ଯୁବତୀ ଯାହାଙ୍କର ଦେଖା ଚାହା ସରିଯାଇଛି, ସେମାନେ ବିପରୀତ ବନ୍ଧୁ ଘରୁ ଆଜି ଶୁଭ ଖବର ପାଇବେ। ଓକେ, ସମୁଦି ନିର୍ବନ୍ଧ କେବେ କରିବା? ଆଉ ଜ୍ୟୋତିଷଙ୍କୁ ପଚାରି ଦେଇଛି, ସେ କହିଛନ୍ତି ଗୁରୁବାର 10ଟା 15 ପରେ କୌଣସି ମନ୍ଦିରରେ ଗଲେ ଭଲ ହେବ। ଦେଖନ୍ତୁ, ଆପଣ ଟିକେ ସେପଟରେ କାହାକୁ ପଚାରି ବୁଝନ୍ତୁ ନା। ଏଇଭଳି ଶୁଭ ଖବର ଶୁଣି ଖୁସି ହେବେ। ଆସନ୍ନ ପ୍ରସବା, ମା'ମାନେ ମନ ଲାଖି ସନ୍ତାନ ଲାଭ କରିବେ। କୃଷକଙ୍କର କ୍ଷେତ୍ରରୁ ଯେତିକି ଲାଭ ହେବା କଥା ତାଠୁ ଅଧିକ ଲାଭ ହେବ, ଅଧିକ ଅମଳ ହେବ। ଏଇଭଳି ସୁତରାଂ ନିଯୁକ୍ତି ପତ୍ର ପାଇବେ। ଏ ସୁଯୋଗ ଆଜି ଆସିପାରେ। ଇଣ୍ଟରଭ୍ୟୁ ଦେଇଥିବା, କାମ ଖୋଜୁଥିବା, ଟ୍ୟୁସନ୍ କରିବାକୁ ଚାହୁଁଥିବା ବ୍ୟକ୍ତି ସମୁଦାୟଙ୍କୁ ଆଜି ସୁଯୋଗ ମିଳିବ। ମାତ୍ର ରେବତୀ ନକ୍ଷତ୍ରର ଅଶୁଭ ଦିନ 27 ନକ୍ଷତ୍ର। ଆଜି ଭଲ ଧନାଗମ ହେବ। ଅଭାବ ଅସୁବିଧା ଦୂର ହେବ। ଋଣ ମୁକ୍ତ ହେବା ପାଇଁ ସୁଯୋଗ ଆସିବ। ଆଉ ଦେହ ମୁଣ୍ଡ ଠିକ୍ ରହିବ। ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଯଦି ପଇସା ଅଛି ଶୀଘ୍ର ଋଣ ସୁଝି ଦିଅନ୍ତୁ। ଋଣ ଶେଷ, ରୋଗ ଶେଷ, ଶତ୍ରୁ ଶେଷ ତଥୈବ ଚ ପୁନଃ ପୁନଃ ପ୍ରବର୍ଧନ୍ତେ। ଋଣ, ରୋଗ, ଶତ୍ରୁ ଆଙ୍କର ଉନ୍ମୂଳ କରନ୍ତୁ, ଉପାଡ଼ି ଦିଅନ୍ତୁ। ଇଏ ପୁଣି ବଢ଼ି ବଢ଼ିଯିବ। ଶତ୍ରୁକୁ ସୁଯୋଗ ଦିଅନ୍ତୁନି। ଶତ୍ରୁକୁ ସମ୍ପୂର୍ଣ୍ଣ ଦମନ କରନ୍ତୁ। ନିଆଁ ଯଦି ଲିଭେଇବାର ଅଛି ପୂର୍ଣ୍ଣ ଲିଭେଇ ଦିଅନ୍ତୁ। ଋଣ ମୁକ୍ତ ହେଇଯାଆନ୍ତୁ। ରୋଗ ଟିକେ କମିଗଲେ ଖୁସି ହୁଅନ୍ତୁନି। ଚଲା ବାଦଲ ପରି ସେ ପୁଣି ଗର୍ଜନ କରି ଆସିବ, ପୁଣି ଆକ୍ରମଣ କରିବ। ରୋଗକୁ ଉପାଡ଼ି ଦିଅନ୍ତୁ। ରୋଗ ଶୂନ୍ୟ ଶରୀର ଶାନ୍ତି ଦେଇଥାଏ। ସେ ରୋଗ ଯାହା ହେଉ ନା କାହିଁକି, ଛୋଟିଆ ହେଉ କି ମୋଟିଆ ହେଉ, ପୀଡ଼ା ଦେବ। ସାବଧାନ ବନ୍ଧୁ। ଈଶ୍ୱର ଚାହିଁଲେ କାଲି ଏଇଭଳି ଏଇ ସମୟରେ ମୁଁ ଆପଣମାନଙ୍କ ସହିତ ଦୁଃଖ ସୁଖ ହେବି। ଆଜି ପାଇଁ ଏତିକି, ରହିଲି। ନମସ୍କାର।